ତାଙ୍କୁ ଆମେ ଜଣେଇଲୁ ଏଇ ଯୋଉ ରାଖାଲଗୁଡ଼ା ଗାଁରେ ଯୋଉ ବୟସ୍କ ମହିଳା ମାଙ୍କର ଜଘନ୍ୟ ହତ୍ୟାକାଣ୍ଡ କରାଯାଇଛି ତାହାକୁ ବଙ୍ଗାଳୀ ସମାଜ ବିଲକୁଲ ସମର୍ଥନ କରୁନଥିଲା, ଏବେ ବି କରୁନାହିଁ, ଆଗାମୀ ଦିନରେ ବି କରିବ ନାହିଁ। ତା ପଛରେ ଯୋଉମାନେ ଅଛନ୍ତି, ଯୋଉମାନେ ହତ୍ୟାକାରୀ ଅଛନ୍ତି, ଦୋଷୀ ଅଛନ୍ତି, ତାଙ୍କୁ ପ୍ରଶାସନ ଖୋଜି ବାହାର କରି ଅତି ସତ୍ୱର ତାକୁ କଠୋରରୁ କଠୋର ଦୃଷ୍ଟାନ୍ତମୂଳକ ଶାସ୍ତି ଦିଅନ୍ତୁ ଏବଂ ସମସ୍ତ ଜନସାଧାରଣଙ୍କୁ ଜଣାନ୍ତୁ। ଆଉ ସେ ଯୋଉ ହତ୍ୟାକୁ କେନ୍ଦ୍ର କରି ତାପରେ 7 ତାରିଖ ଦିନ ଏବଂ 8 ତାରିଖ ଦିନ ମାଲକାନଗିରି MB 26 নম্বর ଗାଁରେ ଯୋଉ ପ୍ରକାର ଜଘନ୍ୟ ରାୟଟ ହେଇଯାଇଛି ତାର ପଛରେ ବି ଯୋଉମାନେ ଅଛନ୍ତି ସେମାନଙ୍କୁ ବି ଡାଇରେକ୍ଟଲି ଏବଂ ଇନଡାଇରେକ୍ଟଲି ଯୋଉମାନେ ଇନଭଲ୍ଭ ଅଛନ୍ତି ତାଙ୍କୁ ବି ଠିକ ଭାବରେ ତଦନ୍ତ ପରିସରଭୁକ୍ତ କରି ଆଇନ ଅନୁଯାୟୀ ବ୍ୟବସ୍ଥା କରି ସେମାନଙ୍କୁ ଦଣ୍ଡିତ କରାଯାଉ। ଏଇଟା ଆମର ମେନ୍ ଦାବି ଥିଲା। ସେକେଣ୍ଡ ଦାବି ଥିଲା ଯେ ଆଗାମୀ ଦିନରେ এইভাবে ঘটনা হব ନାହିଁ, କୌଣସି ବଙ୍ଗାଳୀ ଗାଁର କୌଣସି ପରିବାର ଉପରେ ଯେମିତି ସେମାନେ ଯେମିତି ଆକ୍ରାନ୍ତ ହେବେ ନାହିଁ ତାର ପାଇଁ ଆମକୁ ଆସୁରାନ୍ସ ଦିଅନ୍ତୁ, ଗ୍ୟାରେଣ୍ଟି ଦିଅନ୍ତୁ। ଏଇଟା ଆମର ଦାବି ଥିଲା। ହେଲେ ଆମର ଯୋଉ ଉପମୁଖ୍ୟମନ୍ତ୍ରୀ ଆସିଥିଲେ ତାଙ୍କେ କହିଲେ, ଆଉ ଯୋଉ ବରିଷ୍ଠ ଅଧିକାରୀ ମାନେ ଆସିଥିଲେ ଭୁବନେଶ୍ୱରରୁ, ସେମାନେ କହିଲେ ନାଇଁ ଆପଣ ମାନେ ନିଶ୍ଚିନ୍ତ ରୁହନ୍ତୁ, ଫାର୍ଦାର ଆଉ ଗୋଟେ ଘରେ ବି କିଛି ହବ ନାହିଁ, ସେଥିପାଇଁ ଆପଣଙ୍କର ସୁରକ୍ଷା ପ୍ରଦାନ କରିବା ଆମର ସରକାରର ଦାୟିତ୍ୱ। ଆଉ ସେଟା ପାଇଁ ଆମେ ପ୍ରତିବଦ୍ଧ। ଆମେ ତାଙ୍କ କଥାକୁ ମାନିଲୁ ଆଉ ଆମେ ସମ୍ମତି ଜଣେଇକି ବାହାରି ଆସିଲୁ। କ୍ଷତିଗ୍ରସ୍ତ ପାଇଁ ଆମେ କହିଲୁ ଯୋଉମାନେ ଯୋଉ କ୍ଷତି ହେଇଛି ସେଟା ସରକାର ତରଫରୁ କମ୍ପେନସେସନ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଉ ଯୋଉମାନେ ବର୍ତ୍ତମାନ ଅଛନ୍ତି, ଯୋଉମାନେ ଗୋଟିଏ ଖଣ୍ଡେ ଲୁଗାରେ ଅଛନ୍ତି, ସେମାନଙ୍କୁ ବର୍ତ୍ତମାନ ଧାନ କଟିବା ସରିବା ପର୍ଯ୍ୟନ୍ତ ସେମାନଙ୍କୁ ଖାଇବା ପିଇବା ରହିବାର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯିବ। ଆଉ ଆଗାମୀ ଚାଷ ପାଇଁ ତାଙ୍କର ଯୋଉ ବୀଜ ଫିଜ ଥିଲା ସବୁ ତ ନିଆଁରେ ଲଗେଇ ଦେଇଛନ୍ତି, ସେଟା ସବୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଉ, ଫର୍ଟିଲାଇଜର ସବୁ, ସେଟା ଆମେ ଦାବି ରଖିଥିଲୁ। ପ୍ରଶାସନ ତାହା ମାନିନେଲେ। ସାର୍ ଦେଖନ୍ତୁ, ମନ୍ତ୍ରୀ ମହାଶୟ ଆସିଥିଲେ, ଆମେ ଜିଲ୍ଲାର ସମସ୍ୟା, ଆଦିବାସୀ ମାନଙ୍କର ସମସ୍ୟା, ଯୋଉ ମାଙ୍କର ସମସ୍ୟା ବର୍ତ୍ତମାନ ସରकारକୁ ଆମେ ଦାବି କରୁଛୁ। ଆମେ 30 ଲକ୍ଷ ସେ ଯୋଉ ଉତ୍ତରାଧିକାରୀ ତାର ଯୋଉ ଲାଖେ ପଡେ ଆମର ପୁଅ ଅଛି, ସେ ଉତ୍ତରାଧିକାରୀକୁ ଆମେ 30 ଲକ୍ଷ ଟଙ୍କା ସରକାର ତାର ଅନୁକମ୍ପା ଦେବା ପାଇଁ ଦାବି କରିଥିଲୁ। ଆଉ 2 ନମ୍ବର ପଏଣ୍ଟ ଦେଲା ସେ ଜମିକୁ ଯେମିତିକି ତାର ନାଁରେ ରେକର୍ଡ ଭୁକ୍ତ ହବ, କିସମ ଯାହା ବି ତାଉ, ଆପଣଙ୍କର ଆମର ଜଙ୍ଗଲ ଜମି ତାଉ କି ପତିତ ତାଉ, ଯାହା ବି ତାଉ, ସେ ଭାଇକୁ ପଟା କରି ଦେବା ପାଇଁ ଆମେ ଦାବି ରଖିଛୁ। ଏବଂ ମାଲକାନଗିରି ଜିଲ୍ଲାରେ ଆମର ଯାହା ବି ରୋଡ ସାଇଡ କୁ ଜବରଦଖଲରେ ଅଛନ୍ତି ସେ ଜମିଟା ଉଚ୍ଛେଦ କରି ଆମକୁ କେମିତି ଗ୍ରାମ ସଭା ଦେବା ପାଇଁ ଆମେ ଯୋଉ ଗୁଜାର ଗାଁ বা ନାଇଁ ତ ଆମକୁ ପଞ୍ଚାୟତ ମ୍ୟାନେଭର କରିବା ପାଇଁ ଆମେ ଦାବି ଉଲ୍ଲେଖ କରିଛୁ। ଏବଂ ଆମର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଯେକୌଣସି ଜମି ଯଦି ନେବେ ଗ୍ରାମ ସଭା ନ କରିକି ନେଲେ ଆମେ ଏଟାକୁ ଆମେ କେବେ ବି ପାଶ୍ରୟ ଦେବୁ ନାହିଁ ବୋଲି ଆମେ ସରକାରକୁ ଅନୁରୋଧ କରୁଛୁ। ମନ୍ତ୍ରୀ ସେଟାକୁ ବର୍ତ୍ତମାନ ଆମର ବିଧାନସଭାରେ ଉଠାଇବା ପାଇଁ ବା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିକି ଆମେ ଅତି ଶୀଘ୍ର ଏଟାକୁ ସମାଧାନ କରୁ ବୋଲି କହିଛନ୍ତି। ଜମି ପାଇଁ ସାର୍ ସେ ଯୋଉ ମା ଦେଇଥିଲେ ଜମି ସେଟାକୁ ବାଗ ଚାଷ ପାଇଁ ଦେଲା, ସେ ବାଗ ଚାଷ କୋଉ ହିସାବରେ କରିକି ସେ ନାଇଁ ମରନାର ପଟା ହେଉଛି ବୋଲି ସେ ମାକୁ ହତ୍ୟା କରାଯାଇଛି। ଭାରତର एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन। धान पनीपरिबा और डाली जातीय फसल पाई लाभदायक, अमल बढ़ाए, रोग कमाए। आज ही जमी रे प्रयोग करंतु। जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमको लाइक, फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।